ବନ୍ଧୁଗଣ, ପବିତ୍ର ଏହି ରଥଯାତ୍ରା ପରଠାରୁ ବଦଳିବାକୁ ଯାଉଛି ମେଷରାଶି ବ୍ୟକ୍ତିଙ୍କ ଭାଗ୍ୟର ବଡ଼ ପରିବର୍ତ୍ତନ। ମେଷରାଶି ବ୍ୟକ୍ତିଙ୍କ ଭାଗ୍ୟରେ ବଡ଼ ଚମତ୍କାର ଘଟିବାକୁ ଯାଉଛି ମା ଲକ୍ଷ୍ମୀ ପ୍ରଭୁ ଜଗନ୍ନାଥଙ୍କ କୃପାରୁ। ଏହି ବର୍ଷ ରଥଯାତ୍ରା ବଡ଼ ଦୁର୍ଲଭ ସଂଯୋଗ ପଡ଼ିଥିବାରୁ 2 ଦିନ ହେବାକୁ ଯାଉଛି ରଥଯାତ୍ରା। ଆଉ ଏହି ଦୁର୍ଲଭ ସଂଯୋଗରେ ମେଷରାଶି ବ୍ୟକ୍ତିବିଶେଷଙ୍କ ଭାଗ୍ୟ ବଡ଼ ପରିବର୍ତ୍ତନ ଘଟିବାକୁ ଯାଉଛି। ଆପଣଙ୍କର ଯଦି ମେଷରାଶି ହୋଇଥାଏ, ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯଦି ଆପଣମାନେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତ ନିହାତି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଯାହାଫଳରେ ଆମର ନୂଆ ନୂଆ ନୋଟିଫିକେସନ୍ ପ୍ରଥମେ ଆପଣମାନଙ୍କ ପାଖରେ ଯାଇ ପହଞ୍ଚି ପାରିବ। ବନ୍ଧୁଗଣ, ଆସନ୍ତୁ ଆଜି ଜାଣିବା ମେଷରାଶି ବ୍ୟକ୍ତିବିଶେଷଙ୍କ ବିଷୟରେ। ଏହି ପବିତ୍ର ରଥଯାତ୍ରା ଠାରୁ ଗ୍ରହମାନଙ୍କ ଚଳନରେ ଏକ ବଡ଼ ପରିବର୍ତ୍ତନ ଘଟିବାକୁ ଯାଉଛି, ଯାହାଫଳରେ କି ତା ପ୍ରଭାବ ମେଷରାଶି ବ୍ୟକ୍ତିବିଶେଷଙ୍କ ଉପରେ ପଡ଼ିବାକୁ ଯାଉଛି, ଯାହାଦ୍ୱାରା ମେଷରାଶି ବ୍ୟକ୍ତିବିଶେଷଙ୍କର ପଡ଼ିଥିବା ସମସ୍ତ ସମସ୍ୟା ଏବଂ ସମସ୍ତ ଦୁଃଖ ଦୁର୍ଦ୍ଦଶା ଅନ୍ତ ଘଟିବାକୁ ଯାଉଛି ଏହି ପବିତ୍ର ରଥଯାତ୍ରା ପରଠାରୁ। ତା ସହିତ ଏମାନଙ୍କ ଜୀବନରେ ପୁଣି ଥରେ ଖୁସି ଫେରିବାକୁ ଯାଉଛି। ଏହି ସମୟରେ ଆପଣଙ୍କର ଜ୍ଞାନ ବୁଦ୍ଧି ବଢ଼ିବା ସହିତ ଆପଣ ଉପର ଅଫିସରଙ୍କଠୁ ବଡ଼ ପଦୋନ୍ନତି ପାଇବାକୁ ଯାଉଛନ୍ତି। ତା ସହିତ ଆପଣଙ୍କୁ ସାହାଯ୍ୟ ଏବଂ ସପୋର୍ଟ ଆପଣଙ୍କୁ ବହୁତ ଅଧିକ ଅଂଶରେ ମିଳିବାକୁ ଯାଉଛି ଆପଣଙ୍କ ଉପର ଅଫିସରଙ୍କ ଠାରୁ। ଖାସ କରି ଆପଣଙ୍କ କ୍ୟାରିୟରରେ ବଡ଼ ପରିବର୍ତ୍ତନ ଘଟିବାକୁ ଯାଉଛି। ଆପଣଙ୍କର ଯେତେ ଯୋଗ୍ୟତା ଥିଲେ ମଧ୍ୟ ଆପଣ ଯେଉଁ ପଦୋନ୍ନତି ପାଇପାରୁନଥିଲେ, ଆପଣ ଯେଉଁ ସକ୍ସେସ୍ ପାଇପାରୁନଥିଲେ, ଏହି ରଥଯାତ୍ରା ପରଠାରୁ ଆପଣଙ୍କର ଅନେକ ଡେଭଲପମେଣ୍ଟ ହେବାକୁ ଯାଉଛି ଆପଣଙ୍କ କ୍ୟାରିୟରରେ। ଆପଣଙ୍କ ଜୀବନରେ ନୂତନ ସୂର୍ଯ୍ୟୋଦୟ ହେବାକୁ ଯାଉଛି, ଯାହାଫଳରେ ଆପଣ ଯେକୌଣସି କାର୍ଯ୍ୟ କରନ୍ତୁ ନା କାହିଁକି ସେଥିରେ ସଫଳତା ପ୍ରାପ୍ତ ହେବେ। ଆପଣଙ୍କର ଖୁସିର ଦିନ ଏବେ ଫେରିବାକୁ ଯାଉଛି। ଯାହା ସବୁ ଦୁଃଖ ଦୁର୍ଦ୍ଦଶା ଥିଲା ଏବେଠୁ ସରିବାକୁ ଯାଉଛି। ମା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କର ବୈବାହିକ ଜୀବନ ସୁଖପ୍ରଦ ହେବ। ତା ସହିତ ଆପଣ ଯଦି ବିବାହିତ କରିନଥାନ୍ତି ତ ନିହାତି ବିବାହ ଯୋଗ ଫିଟିବାକୁ ଯାଉ। ଆପଣ ଯାହା ଇନଭେଷ୍ଟ କରିବାକୁ ଚାହୁଁଥିଲେ ଅତି ସହଜରେ ଏବେଠୁ ଇନଭେଷ୍ଟ କରିପାରିବେ। ଆପଣଙ୍କର ଆକର୍ଷଣ ବୃଦ୍ଧି ହେବାକୁ ଯାଉଛି, ଯାହାଫଳରେ କି ସମାଜରେ ଆପଣ ପ୍ରତିଷ୍ଠାବାନ ହେବାକୁ ଯାଉଛନ୍ତି। ଏହା ପରଠୁ ଆପଣଙ୍କୁ ଲୋକମାନେ ସମ୍ମାନ ଦେବାରେ ଆରମ୍ଭ କରିବେ। ତା ସହିତ ଆପଣଙ୍କ ଯଶ ଗାନ କରିବେ। ଆପଣମାନଙ୍କୁ ଯଦି ଭିଡ଼ିଓଟି ଭଲ ଲାଗିଲା, ଆପଣ ପ୍ରଭୁ ଜଗନ୍ନାଥ ଏବଂ ଜୟ ମା ଲକ୍ଷ୍ମୀ ଲେଖି କମେଣ୍ଟ ବକ୍ସରେ ଜଣାନ୍ତୁ। ତା ସହିତ ଆମ ଚ୍ୟାନେଲକୁ ନିହାତି ସବସ୍କ୍ରାଇବ୍ କରନ୍ତୁ।